ওম নমো ভগবতে বাসুদেবায়। একাদশ অধ্যায়। কাଳର ଯେବା ପରିମାଣ ଅଣୁ ପରମାଣୁ ଲକ୍ଷଣ। ଯୁଗ ଯେ କଳ୍ପ ମନ୍ୱନ୍ତର ଏକାଦଶରେ ବିଚାର। ମୈତ୍ରେୟ ଉବାଚ। ହେ କୁରୁ ବୀର ଶୁଣ ତୁହି କହିବି ପରମାଣୁ ମୁହିଁ। ଯାହା ବିଭାଗ ନଲଭଇ ସଂଯୋଗ ଭାବ ଯାର ନାହିଁ। ଯାହା ସର୍ବଦା ବର୍ତ୍ତମାନ ତାହାର ପରମାଣୁ ନାମ। ଶୁଣ ବିଦୁର ଏକ ଚିତ୍ତେ ସେ କାଳ ରୂପ ସଂଖ୍ୟା ଯେତେ। ନିମିଷ ଆଦି ରୂପ ତାର ଯେମନ୍ତେ ପୁରଇ ବତ୍ସର। ନିମିଷ ଚକ୍ଷୁ ପକ୍ଷ୍ମ ଭ୍ରମ ଅଣୁ ତହିଁରୁ ଅଟେ ସାନ। ଅଣୁର ଅର୍ଦ୍ଧ ପରମାଣୁ ତ୍ରିଭାଗେ ହୋଏ ତ୍ରସ ରେଣୁ। ତୃତୀୟ ତ୍ରସ ରେଣୁ ଯେହି ତାହାକୁ ତ୍ରୁଟି ବୋଲି କହି। 100 ତ୍ରୁଟିରେ ବେଧ ହୋଏ ତ୍ରିବେଧେ ଲବ ନାମ ବହେ। ତ୍ରିଲବ କାଳ ଅଟେ ଯେହି ନିମିଷ ବୋଲି ତାକୁ କହି। ତୃତୀୟ ନିମିଷରେ କ୍ଷଣ ପଞ୍ଚକ୍ଷଣରେ କାଷ୍ଠାପୁଣ। କାଷ୍ଠା 15 ଯେବେ ହୋଇ ତାହାକୁ ଲଘୁ ବୋଲି କହି। ପଞ୍ଚଦଶ ଲଘୁ ଘେନ ନାଡ଼ି ବୋଲିଣ ତାକୁ ଜାଣ। ବେନି ନାଡ଼ିରେ ଯେ ମୁହୂର୍ତ୍ତ ପ୍ରହର ସଟ ଅବା ସପ୍ତ। ତାହାକୁ ଯାମ ବୋଲି କହି। ଅଷ୍ଟମେ ଅହୋରାତ୍ର ହୋଇ। ତାମ୍ର ଦ୍ୱାଦଶ ପଳ ଅର୍ଦ୍ଧେ ପ୍ରସ୍ଥ ପ୍ରମାଣ ପାତ୍ର ମଧ୍ୟେ। 4 ଅଙ୍ଗୁଳି ଦୀର୍ଘ କରି ଚତୁର ମାସେ ସୂଚି ଗଢ଼ି। ସ୍ୱର୍ଣ୍ଣ ସୂଚିରେ ଛିଦ୍ର କରି କରିବ ଆୟାମ ବିସ୍ତାରୀ। ଜଳେ ବୁଡ଼ନ୍ତେ ଦଣ୍ଡେ ହୁଏ ଏମନ୍ତେ କାଳର ନିର୍ଣ୍ଣୟେ। ଅଷ୍ଟପ୍ରହରେ ଦିବାରାତ୍ରି କାଳଜ୍ଞେ ଏମନ୍ତ ଗଣନ୍ତି। 15 ଅହୋରାତ୍ରେ ପକ୍ଷ ସେ ଶୁକ୍ଳ କୃଷ୍ଣ ଯେ ପ୍ରତ୍ୟକ୍ଷ। ଏବେନି ପକ୍ଷେ ହୁଏ ମାସ ପିତୃଙ୍କ ରାତ୍ରି ଯେ ଦିବସ। 2 ମାସେ ଋତୁ ଏକ ହୋଇ ବସନ୍ତ ଆଦି ସଟ ସେହି। ଏକ ଅୟନେ ଋତୁ 3 ଉତ୍ତର ଦକ୍ଷିଣେ ଯେ ବେନି। ବେନି ଅୟନେ ସମ୍ବତ୍ସର ଏମନ୍ତେ ଗଣନା କାଳର। ଦେବଙ୍କୁ ଅହୋରାତ୍ର ହୁଏ ମନୁଷ୍ୟ ବରଷ ବୋଲାଏ। ଏମନ୍ତେ ସତେକ ବରଷ ମନୁଷ୍ୟ ପରମାୟୁ ଶେଷ। ଗ୍ରହ ନକ୍ଷତ୍ର ତାରା ଚକ୍ରେ ସେ କାଳ ରୂପୀ ବିଭୁ ଏକେ। ଏମନ୍ତେ ସମ୍ବତ୍ସର ଅନ୍ତେ ବିହରେ ଆତ୍ମାର ଆୟତ୍ତେ। ଅଣୁ ପ୍ରମାଣୁ ପରିମାଣେ ପ୍ରାଣୀଙ୍କି ନାଶେ ଅନୁକ୍ଷଣେ। ପଞ୍ଚବିଧ ଯେ ବତ୍ସର ସୁମନେ ଶୁଣ ହେ ବିଦୁର। ପ୍ରଥମେ ସମ୍ବତ୍ସର ହୋଏ ପରିବତ୍ସର ଯେ ଦ୍ୱିତୀୟ। ଇଡ଼ା ବତ୍ସର ତୃତୀୟର ଚତୁର୍ଥେ ଯେ ଅନୁବତ୍ସର। ପଞ୍ଚମେ ବତ୍ସର ବୋଲାଇ କାଳ ସ୍ୱରୂପ ଗୁଣମୟୀ। ସେ ସୂର୍ଯ୍ୟ କାଳ ରୂପ ଧରି ସଂସାର ବୀଜକୁ ବିସ୍ତାରି। ସକାମ ଫଳ ବିସ୍ତାରଣେ ଯାହାର ଉଦୟ ଗଗନେ। ସେ ତେଜୋମୟ କାଳାନ୍ତକ ପଞ୍ଚବତ୍ସର ପ୍ରବର୍ତ୍ତକ। ସେ ମହାଭୂତ ମହାତେଜ ବହୁ ପ୍ରକାରେ କରି କାର୍ଯ୍ୟ। ଧାଏଁ ଆକାଶେ ଅନୁକ୍ଷଣେ ପୁରୁଷ ମୋହ ନିବାରଣେ। ନିତ୍ୟେ ତାହାଙ୍କ ପୂଜା କର ତରିବ ଏ ଭବ ସଂସାର। ବିଦୁର ଉବାଚ। ପିତୃଦେବତା ନର ଆଦି ପରମାୟୁଷ ଯଥାବିଧି। ଶୁଣିଲି ତୁମ୍ଭ ମୁଖୁ ଭାବେ ସନ୍ତୋଷେ କହ ମୁନି ଏବେ। ଏପରେ କଳ୍ପ ବାହ୍ୟେ ଯେତେ ନାନା ପ୍ରକାରେ ଏ ଜଗତେ।
ସନକ ଆଦି ମହାମୁନି ତ୍ରୈଲୋକ୍ୟ ବାହ୍ୟେ ଯେତେ ଜ୍ଞାନୀ ଅଛନ୍ତି କାଳର ଆୟତ୍ତେ ତାଙ୍କ ଆୟୁଷ କହ ମୋତେ। ତୁମ୍ଭେ ସେ କାଳ ଗତି ଜାଣ ଯେ ଯୁଗେ ଯେୟ ବା ପ୍ରମାଣ। ଯେଣୁ ସେ ବିଚକ୍ଷଣ ଧୀର ସୁବୁଦ୍ଧି ସୁଗୁଣ ଗମ୍ଭୀର। ଯେତେ ବିଷୟ ଏଷୟଳେ ଜାଣନ୍ତି ଜ୍ଞାନ ଚକ୍ଷୁ ବଳେ। ମୈତ୍ରେୟ ଉବାଚ ସତ୍ୟତ୍ରେତୟା ଦ୍ୱାପରାଦି କଳିଏ ଚତୁର୍ଯୁଗ ବିଧି। ଦେବଙ୍କ ଦ୍ୱାଦଶ ସହସ୍ରେ ଏ ଚାରି ଯୁଗ କାଳ ଅଂଶେ। 4,000 ଯୁଗ ସତ୍ୟ 3,000 ତ୍ରେତାମତ। ଦ୍ୱାପର 2,000 ଜାଣ କଳି 1,000 ପରିମାଣ। ଏହି ପ୍ରମାଣେ ସତ ଦେଇ ଦ୍ୱିଗୁଣେ ଏହାକୁ ମିଶାଇ। ଯୁଗଙ୍କ ସନ୍ଧ୍ୟା ସନ୍ଧ୍ୟା ଅଂଶ ଅୟୁତେ ଯେ କାଳ ପ୍ରକାଶ। ଏମନ୍ତେ ଦେବ ବର୍ଷ ମତେ 12,000 ସಮೇତେ। ଏରୂପେ ଯୁଗ ସଂଖ୍ୟା ଜାଣି ଜ୍ଞାନୀଙ୍କ ଗୋଚରେ ପ୍ରମାଣୀ। ଯେ ଯୁଗେ ଯେ ବା ଧର୍ମ ବିଧି ଆଗମ ନିଗମ ପ୍ରସିଦ୍ଧି। ଧର୍ମ ସତ୍ୟରେ ଚତୁଷ୍ପଦ ଅଧର୍ମ କ୍ରମେ ହୀନ ପଦ। ତ୍ରେତାରେ 3 ପଦ ଥିଲା ଦ୍ୱାପରେ 2 ପଦ ହୋଇଲା। କଳିରେ 1 ପଦ ରହେ ଯେଣୁ ଅଧର୍ମ ବୃଦ୍ଧି ବହେ। ଦେବଙ୍କ 1,000 ଯୁଗରେ ବ୍ରହ୍ମା ଦିବସ ବୋଲି ତାରେ। ଏହି ପ୍ରମାଣେ ରାତ୍ର ହୁଏ ନିଶି ଆଗମେ ବ୍ରହ୍ମା ଶୁଏ। ରାତ୍ରର ଅନ୍ତେ ପୁଣି ଉଠି ବେଦ ପ୍ରମାଣେ କରେ ସୃଷ୍ଟି। ଏମନ୍ତ ବ୍ରହ୍ମାର ଦିବସେ ଭୁଞ୍ଜନ୍ତି ମନୁ ଚତୁର୍ଦ୍ଦଶେ। ମନୁ ଅନ୍ତର କାଳ ଭୋଗ 71 ଯେ ଚତୁର୍ଯୁଗ। କିଛି ଅଧିକେ ହୁଏ ଶେଷ ଏମନ୍ତେ ବ୍ରହ୍ମାଙ୍କ ଦିବସ। ମନୁକ ବଂଶେ ମନୁ ସୁତେ ଋଷି ଦେବତା ସୁରନାଥେ। 3 ଭୁବନେ ପ୍ରାଣୀ ଯେତେ ଭୁଜନ୍ତି କଳ୍ପ ପରିଜନ୍ତେ। ଏ ସୃଷ୍ଟି ଦୈନନ୍ଦିନ କାମ ତିର୍ଯ୍ୟକ ପିତୃ ଦେବଜନ। ଏମନ୍ତେ କଳ୍ପେ କଳ୍ପେ ହୁନ୍ତି କର୍ମ ଭୁଞ୍ଜନ୍ତି ପ୍ରାଣୀ ଏଥି। ମନ୍ୱନ୍ତରମାନଙ୍କେ ହରି ବିଶୁଦ୍ଧ ସତ୍ତ୍ୱ ମୂର୍ତ୍ତି ଧରି। ମନୁ ଶରୀରେ ଏ ସଂସାରେ ପାଳି କ୍ରୀଡ଼େ ପୁରୁଷାକାରେ। ମାୟାର ବଳେ ସେ ବିହରେ ବ୍ରହ୍ମ ଦିବସ ଅନ୍ତକାଳେ। ନିଶା ଆଗମେ ବିଶ୍ୱଦେହି ମୌନ ବ୍ରତେ ସେ ବସଇ। ତ୍ରିଲୋକ କମ୍ପେ ତାହା ଦେଖି ସ୍ୱଜ୍ଞାନ ଜୀବନ ଉପେକ୍ଷି। ରବିଶ ଶାଙ୍କ ଶୂନ୍ୟେ ଗଲା ପ୍ରଳୟ ଅଗ୍ନି ପ୍ରକାଶିଲା। ଶଙ୍କର ଶଣ ମୁଖୁ ଆସି ଅନଳ 3 ଲୋକେ ଗ୍ରାସୀ। ପ୍ରଚଣ୍ଡ ବହ୍ନି ତେଜ ତ୍ରାସେ ଋଷିଏ ଥାନ୍ତି ଯେ ଆକାଶେ। ସେ ମହର୍ଲୋକ ଛାଡ଼ି ବେଗେ ପଶନ୍ତି ଜନ ଲୋକ ମାର୍ଗେ। ତକ୍ଷଣେ ସପ୍ତ ସିନ୍ଧୁ ଜଳେ ତ୍ରିଲୋକ ଆଚ୍ଛାଦନ୍ତି ହେଳେ। ପବନ ଅଣଚାଶ ବଳେ ବହନ୍ତେ ଗର୍ଜେ ଉର୍ମିମାଳେ। ଜଳ ତରଙ୍ଗ ମଧ୍ୟେ ପୁଣି ନାଗ ଆସନେ ଚକ୍ରପାଣି। ନିଶ୍ଚିନ୍ତେ ନିଦ୍ରିତ ନୟନେ ଶୟନ ଅନନ୍ତ ଶୟନେ। ସଙ୍ଗତେ କେହି ନାହିଁ ଏକେ ସ୍ତୁତି କରନ୍ତି ଜନଲୋକେ। ଏମନ୍ତେ ଅହୋରାତ୍ର ଗଣି ଆଗମ ନିଗମେ ପ୍ରମାଣୀ। ଏଭାବେ ସତେକ ବରଷ ବ୍ରହ୍ମାର ପରମ ଆୟୁଷ। ବ୍ରହ୍ମାର ଆୟୁଷ ଯେ ହୋଇ ଅର୍ଦ୍ଧେକେ ପରାର୍ଦ୍ଧ ବୋଲାଇ। ସେ ପୂର୍ବ ଅର୍ଦ୍ଧ ଭୋଗ ଯାଇ ଅପର ଅର୍ଦ୍ଧ ଏବେ ହୋଇ।
ପୂର୍ବପରାର୍ଦ୍ଧେ ବ୍ରହ୍ମା ନାମ ଶବଦ ବ୍ରହ୍ମ ଯେ ମହାନ ଅନ୍ତଃପରାର୍ଦ୍ଧେ କଳ୍ପ ଦେହି ସେ ପଦ୍ମ କଳ୍ପ ନାମ ବହି ବିଷ୍ଣୁ ନାଭିରୁ ପଦ୍ମଜାତ ଯହୁଁ ଉପୂଜେ ବେଦନାଥ ଦ୍ୱିତୀୟ ଆଦି ଏହୁ ହୋଇ ଶ୍ଵେତ ବରାହ ସେ ବୋଲାଇ ଯେଣୁ ଏ କଳ୍ପେ ନର ହରି ଶ୍ଵେତ ବରାହ ରୂପ ଧରି ବେନି ପରାର୍ଦ୍ଧ ରୂପୀ କାଳ ନିମିଷ ଆଦି ଅନ୍ତଜାର ଅନାଦି ଅବ୍ୟକ୍ତର ସୀମା ଅନନ୍ତ ଈଶ୍ୱର ମହିମା କେବଳ ପରିପୂର୍ଣ୍ଣ ବିଭୁ ସେ ସର୍ବେଶ୍ୱର ସର୍ବପ୍ରଭୁ ତାହାଙ୍କ ପରେ ପ୍ରଭୁପଣ ସମର୍ଥ ନୋହେ କାଳ ଜାଣ ଷୋଡ଼ଶ ବିକାରେ ସଞ୍ଚରେ ନାନା ବିଷୟେ ରୂପ ଧରେ ଏ ଅଣ୍ଡ କୋଶ ଆଦ୍ୟ ପ୍ରାନ୍ତେ 50 କୋଟି ପରିମିତେ ବିସ୍ତୃତ ସପ୍ତ ଆବରଣେ ଉତ୍ତରୋତ୍ତର 10 ଗୁଣେ ଏ ଅଣ୍ଡ ରାଶି ଯାର ଦେହେ ଦିଶନ୍ତି ପରମାଣୁ ପ୍ରାୟେ ଅକ୍ଷର ବ୍ରହ୍ମ ତାର ନାମ ସେ ସର୍ବ କାରଣ କାରଣ ତାର ଚରଣେ ଦେଇ ଚିତ୍ତ କହଇ ଦାସ ଜଗନ୍ନାଥ ଇତି ଶ୍ରୀମଦ୍ ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ ତୃତୀୟ ସ୍କନ୍ଧେ କାଳ ସ୍ୱରୂପ ନିରୂପଣମ୍ ନାମ ଏକାଦଶୋऽଧ୍ୟାୟଃ ଶ୍ରୀକୃଷ୍ଣଂ ସମର୍ପଣମସ୍ତୁ। ଓಂ ନମୋ ଭଗବତେ ବାସୁଦେବାୟ।